तो ପିଲାମାନେ ଗୁଡ୍ ଇଭିନିଂ ମୁଁ ଆଶା କରୁଛି ସମସ୍ତେ ଯୋଉମାନେ ଜାନୁଆରୀ 2025 କୋର୍ସରେ ଏନରୋଲ ହେଇଛ ଡିସି ରେ ମନ ଦେଇ ପଢୁଛ କାହିଁକି ନା ଆମେ ଅଲରେଡି 30% କୋର୍ସ କମ୍ପ୍ଲିଟ କରିସାରିଲେଣି ସୋ ଆଣ୍ଡ ପ୍ରୋଜେକ୍ଟ ବି ସମସ୍ତେ ଧୀରେ ଧୀରେ ଲେଖିବା ଷ୍ଟାର୍ଟ କରିବନି କାହିଁକି ନା ଆମେ ସବୁ ପ୍ରୋଭାଇଡ କରିସାରିଥିଲେ ଏବେ ମେନ୍ ଆସିଲା ଆସାଇନମେଣ୍ଟ ଏଇ ଗୋଟେ ଜିନିଷ ତମର ରହିଯାଇଥିଲେ ତ ନିଶ୍ଚୟ এই ଭିଡିଓରେ ତମମାନେ ଆସାଇନମେଣ୍ଟ ବାବଦକୁ ସମ୍ପୂର୍ଣ୍ଣ ଇନଫର୍ମେସନ ପାଇଯିବ ଆଣ୍ଡ ଯୋଉମାନେ ଫାର୍ଷ୍ଟ ଟାଇମ ଏ ଭିଡିଓ ଦେଖୁଛ ତମମାନଙ୍କୁ ରେକମେଣ୍ଡ କରିବି ଟିକେ ଶେଷ ଆଡକୁ ଦେଖିବ ଲାଇଭ କ୍ଲାସ ଆଣ୍ଡ ପ୍ରୋଜେକ୍ଟ ସେ ରିଲେଟେଡ ବି ମୁଁ ଛୋଟିଆ ଇନଫର୍ମେସନ ଦେଇଦେବି ମାତ୍ର 5 ମିନିଟର ଭିଡିଓ ଆଣ୍ଡ ଯାହାଦ୍ୱାରା କିଛି ଯଦି କନଫ୍ୟୁଜନ ରହିଗଲା ନମ୍ବର ଦେଖାଉଛି ସ୍କ୍ରିନ ଉପରେ ନାହିଁ ସେଥିରେ ମୋତେ ହ୍ୱାଟ୍ସଆପରେ ମେସେଜ କରିଦେବେ ମୁଁ ନିଶ୍ଚୟ ଗାଇଡ କରିବି ଚାଲ ମୁଁ ଡିଟେଲ ଜଣେଇବି ଆସାଇନମେଣ୍ଟ ବାବଦକୁ ତମାନେ କଣ କରିବ ଠିକ ଅଛି ପିଲାମାନେ ତ ଚାଲ ତ ବେସିକାଲି ସମସ୍ତେ ନିହାତି ଆମ କୋର୍ସ ପରଚେଜ କରିସାରିଥିବ ପିଲାମାନେ ଯଦି ପରଚେଜ କରିନ ଆସାଇନମେଣ୍ଟ ପରଚେଜ କରିସାରିବ ଯଦି କରିନ ବ୍ୟସ୍ତ ହେଲେ ମୁଁ ସେସବୁ କହିବି ଚାଲ ବର୍ତ୍ତମାନ କଣ ପାଇବ ଏଥିରେ ଅର୍ଡରରେ ପିଲା ଚାଲ ଦେଖେଇ ଦଉଛି ଜଷ୍ଟ ଆସାଇନମେଣ୍ଟ ତମେ ଯେତେବେଳେ ଓପନ କରିବ ବେସିକାଲି ତମ ଆସାଇନମେଣ୍ଟଟା କେମିତି କଣ ଟିକେ ଡିଟେଲ ମୁଁ ଭଲସେ ବୁଝଉଛି ଏକ୍ସାମ୍ପଲ ତମର ବେସିକାଲି ତିନିଟା থিওরি পেপার ଥିଲା DC1 DC2 DC3 ତା ପାଇଁ ତମେ ପଢୁଛ ହଁ ନା ନାଇଁ DC1 33 ୟୁନିଟ୍ ଅଛି ତମେ ପଢୁଛ DC2 ର 30 ୟୁନିଟ୍ ଅଛି ତମେ ପଢୁଛ DC3 ର ତମର 20ଟା ୟୁନିଟ୍ ଅଛି ତମେ ପଢୁଛ ସେଇ ସେମ ତାର ଏକ୍ସାମ ଦେବ ତମେ ଠିକ ସେମିତି ତାର ଗୋଟେ ଆସାଇନମେଣ୍ଟ ଲେଖିବାକୁ ପଡେ DC1 DC2 DC3 ତିନିଟା ଆସାଇନମେଣ୍ଟ ଆମକୁ ଲେଖିବାକୁ ପଡେ ଲେଖିକି କଲେଜରେ ସେପ୍ଟେମ୍ବର ମାସରେ ଡିପୋଜିଟ୍ କରିବାକୁ ପଡେ କଲେଜରେ ନିଜେ ଯାଉ ତା ହାତରେ ପଠାଅ କଲେଜରେ ଡିପୋଜିଟ୍ କରିବାକୁ ପଡେ ଚାଲ ତମର ଆସାଇନମେଣ୍ଟଟା ତମେ କେମିତି ଲେଖିବ ମୁଁ ଆଗେ ଦେଖେଇ ଦଉଛି ବେସିକାଲି ଆସାଇନମେଣ୍ଟ ମେନଲି ସେ ତମକୁ ଦେଖଉଛି ଗୋଟେ ଓପନ କରିକି ଲେଟ୍ ସେ ଏଇଟା 2024ର ଆସାଇନମେଣ୍ଟ ତମମାନଙ୍କୁ ଦେଖଉଛି ଚାଲ ତ ଏଇଟା ଦେଖିପାରୁଛ ଆସାଇନମେଣ୍ଟ ଓପନ ହେଲା ପିଲାମାନେ ଜଷ୍ଟ ୱେଟ୍ ୟେସ୍ ତ ଆସାଇନମେଣ୍ଟ ଓପନ ହେଲା ଦେଖିପାରୁଛ ମୁଁ ଯଦି ଯିବି ସେଥିରେ ତମେ ଦେଖିପାରୁଛ ଆସାଇନମେଣ୍ଟରେ ତିନିଟି ସେକ୍ସନ ଥାଏ ମାନେ असाइनमेंट तो तीनटा DC1 DC2 DC3 ପ୍ରତିଟି ଆସାଇନମେଣ୍ଟ ତିନିଟା ସେକ୍ସନ ଥାଏ ସେକ୍ସନ ଏ ସେକ୍ସନ ବି ସେକ୍ସନ ସି ଟିକେ ଟିକେ ମାଇଣ୍ଡକୁ ଆସିବ ଟିକେ କନଫ୍ୟୁଜନ ଆସୁଥିବ ବଟ୍ ଡୋଣ୍ଟ ୱରି DC1 DC2 DC3 ତିନିଟା ଆସାଇନମେଣ୍ଟ ପ୍ରତି ଆସାଇନମେଣ୍ଟ ସେକ୍ସନ ଥାଏ ଯେମିତି କି ଦେଖିପାରୁଛ ଆସାଇନମେଣ୍ଟ ମାନେ DC1 ଦେଖିପାରୁଛ ସ୍କ୍ରିନ ଉପରେ ମୁଁ ଆଶା କରୁଛି ଆସାଇନମେଣ୍ଟ 1 ମାନେ DC1 ତାର ସେକ୍ସନ ଏ ଅଛି କେତେଟା କ୍ୱେଶ୍ଚିନ ଅଛି ଦେଖିପାରୁଛ 7ଟା କ୍ୱେଶ୍ଚିନ ଅଛି ସେକ୍ସନ ବି ଅଛି ସେକ୍ସନ ବି ରେ ଯେକୌଣସି ଗୋଟିଏ ଆସାଇନମେଣ୍ଟ କ୍ୱେଶ୍ଚିନ ଲେଖିବାକୁ ପଡେ ଆମକୁ ସେକ୍ସନ ସି ରେ ବି ସେମିତି ଯେକୌଣସି ତିନିଟା ତିନିଟା ଆସାଇନମେଣ୍ଟ ଦେଇଛି ତିନିଟା କ୍ୱେଶ୍ଚିନ ଦେଇଛି ଏକ୍ସରସାଇଜ 5 ଏକ୍ସରସାଇଜ 8 ଏକ୍ସରସାଇଜ 9 ତିନିଟା ଦେଇ ଯେକୌଣସି ଗୋଟିଏ କରିବ ଠିକ ସେମିତି ସେକ୍ସନ ବି ରେ ତିନିଟା ଦେଇଛି 4 6 7 ଦେଇଛି ମାନେ ତିନିଟା ଦେଇଛି ଯେକୌଣସି ଗୋଟେ କରିବ ତ ସିମ୍ପଲି ତମର କୌଣସି ଟେନସନ ନବାର ନାହିଁ ମୁଁ ତମକୁ ଇଏ 7ଟା କ୍ୱେଶ୍ଚିନ ଆନ୍ସର ଦେନ୍ ୟା ଦେହରୁ ଗୋଟିଏ ତା ଦେହରୁ ଗୋଟିଏ ମୁଁ ତମକୁ ଏତିକି ଲେଖିକି ଦେଇଦେବି ତମେ ଯାଇ ଦେଖିକି ଜଷ୍ଟ ଉତାରିବ ତମେ ଯୋଉମାନେ ପ୍ରୋଜେକ୍ଟ ଲେଖୁଛ ତମେ କଣ କରିଛ ଗୋଟେ A4 ସାଇଜ ଯୋଉ ଜେରକ୍ସ ପ୍ୟାକେଟ ଆଣିଛ ନା ଭାଇ ପିଲେ ସେଇ କଣ କରିବ ସେଇ ଜେରକ୍ସ ପ୍ୟାକେଟ ତମ ପ୍ରୋଜେକ୍ଟରେ ପାଖାପାଖି 150 ପେଜ ୟୁଜ ହେଇଛି ତମ ହାତରେ ଏବେ ଅଛି 300 ପେଜ ଆସାଇନମେଣ୍ଟ 100 300 ପେଜ ୟୁଜ ହବାର ଅଛି ଠିକ ଅଛି ବୋଥ ସାଇଡ ମାର୍ଜିନ ପକେଇବ ଯେକୌଣସି ପେନ୍ ୟୁଜ କର ନୋ ଇସ୍ୟୁ ଯଦି ତମେ କିଛି ସ୍କେଚ କଲରିଂ କରୁଛ ଚଳିବ ଜଷ୍ଟ ଦେଖିବେ ଯେମିତି ଛାପି ନ ଯାଉଛି ଏପଟ ସେପଟ ଏତିକି କିଛି ଭୁଲ ହେଲା ଟିକେ ହ୍ୱାଇଟନର ବି ଟିକେ ଲଗେଇ ପାରିବେ ମାର୍ଜିନ ଚାରି ପାଖ ମାର୍ଜିନ ପକେଇ ଭିତରେ ଲେଖିବ ଓଭରଅଲ ଟିକେ ଆଇଡିଆ ଆସିଗଲା ବୋଥ ସାଇଡ ଲେଖିବ କହିଦେଲି ମୁଁ ତମକୁ ଉତ୍ତର ଦେବି ତମେ ଦେଖିକି ଜଷ୍ଟ ଲେଖିବ ଠିକ ଅଛି ଏବେ ଦେନ୍ ତାର ଗୋଟେ ଫ୍ରଣ୍ଟ ପେଜ ଆସାଇନମେଣ୍ଟ ଗୋଟେ ଫ୍ରଣ୍ଟ ଗୋଟେ ପେଜ ଲଗେଇବାକୁ ପଡେ ସେଇଟା ମାନେ ସେଥିରେ ତମର ଡିଟେଲ ରହିବ ଚାଲ ମୁଁ ସେ ରିଲେଟେଡ ବି ଟିକେ ଦେଖେଇ ଦଉଛି ଆମ ବ୍ୟାକ୍ ଚାଲିଛି ସୋ ଫ୍ରଣ୍ଟ ପେଜ ଯିବା ଫ୍ରଣ୍ଟ ପେଜରେ ଏଇଟା ହଉଛି ତମ ସେ ଫ୍ରଣ୍ଟ ପେଜ ପିଲା ଦେଖ এইটা হচ্ছে ফ্রন্ট পেজ সো ଏମିତି ତାକୁ ସବୁ ଫିଲ୍ଅପ୍ କରିବାକୁ ପଡେ ଫିଲ୍ଅପ୍ କଣ କେମିତି କରିବ ଚାଲ ମୁଁ ଦେଖେଇ ଦଉଛି ପିଲା ବହୁତ ଇଜି ଫ୍ରଣ୍ଟ ପେଜ ସଲ୍ୟୁସନ ଓପନ କର ସଲ୍ୟୁସନ ଓପନ କରୁଛି କେମିତି କଣ ଫିଲ୍ଅପ୍ କରିବ ପ୍ରଥମେ ତ ସେ ଫ୍ରଣ୍ଟ ପେଜ ତିନିଟାକୁ ପ୍ରିଣ୍ଟ ଆଉଟ୍ କରି ନେଇ ଆସିବ ପିଲା ହେଲା ଦେଖ ପ୍ରଥମେ ଷ୍ଟାର୍ଟିଂ ରେ ଷ୍ଟଡି ସେଣ୍ଟର ଲେଖା ହେଇଛି ତମେ ଷ୍ଟଡି ସେଣ୍ଟର କୋଡ ଲେଖିଲ ଦେନ୍ ତାପରେ ଯାହା ଲେଖା ହେଇଛି ସେୟା ରହିବ ଡିପ୍ଲୋମା ଇନ୍ ଏର୍ଲି ଚାଇଲ୍ଡହୁଡ କେୟାର ସେମାନେ ରହିବ ଦେନ୍ ତମ ଏନୱାନ ନମ୍ବର ତମ ତମେ ଜାଣିଛ ସେଟା ଲେଖିବ ତମ ନିଜ ନାଁ ଲେଖିବ ଦେନ୍ DC1 ର DC1 DC2 ର DC2 DC3 ର DC3 ତ ସେମିତି DC1 ଯୋଉ ଲେଖା ହେଇଛି ଧର ଏକ୍ସାମ୍ପଲ ଏଟା DC3 ଲେଖା ହେଇଛି DC3 ତାର କୋଡ ସେଇଟା କୋଡଟା ଭୁଲିବନି ମାନେ ଅସୁବିଧା ହେଇଯିବ DC/3 TMA3 2020 ଏଠି ଲେଖିଛି ତମେ 2020 ଲେଖିବ ତମେ 2025 ଲେଖିବ
ଏଠି ଜୁଲାଇ 2020 ଲେଖିଛି, ତମେ ଯଦି ଜାନୁଆରୀ 2025 ହେଲା ଜାନୁଆରୀ 2025 ଲେଖିବ। ତମେ ଯଦି ଏ ଭିଡିଓ ଦେଖୁଛ ଜୁଲାଇ 2000, ଏବେ ଯୋଉ ଜୁଲାଇରେ ଆଡମିସନ ହବ, ହଁ ଯୋଉମାନେ ଆଡମିସନ କରିବାକୁ ଚାହୁଁଛ ତମ ସାଙ୍ଗସାଥି ଭାଇ ଭଉଣୀ ଯିଏ ଅଛନ୍ତି, ଆମକୁ ବି ସେ ଯୋଉ ପ୍ରଥମ ଯୋଉ ନମ୍ବର କହିଲି ଟେକ୍ସଟ ବି ନମ୍ବର ଦେଇଛି, ସେଥିରେ ମତେ ମେସେଜ କରିପାରିବ ହ୍ୱାଟ୍ସଆପରେ। ହଁ, ଏଠି ସେଇ ହିସାବରେ ତମେ ଲେଖିବ ଜୁଲାଇ 2025 ପ୍ଲସ୍ ଜୁଲାଇ 2025 ଲେଖିବ, କାହିଁକିନା ତମ ଦି ଜଣଙ୍କ ପାଇଁ ଆସାଇନମେଣ୍ଟ ସମାନ। ଆଉ ତମମାନେ ଯଦି ଜାନୁଆରୀ 2025 ପିଲା ଜାନୁଆରୀ 2025 ଲେଖିବ, ଦେନ୍ ତମ ଆଡ୍ରେସ, ତମ ମୋବାଇଲ ନମ୍ବର ଯୋଉଟା ଚାଲୁଅଛି, ତମ ମେଲ ଆଇଡି ଯୋଉଟା ଚାଲୁଅଛି, ଡେଟ୍ ଅଫ ସବମିଶନ ତମେ ଏଠି କଣ ଲେଖିବ, ସେପ୍ଟେମ୍ବର ମାସରେ ଯେକୌଣସି ଡେଟ୍ ପକେଇ ପାରିବ, ବର୍ତ୍ତମାନ ପକାଅନି, ସେପ୍ଟେମ୍ବର ମାସରେ ପକେଇବ। ଦେନ୍ ତମର ଡେଟ୍ ବି ସେଇ ସେପ୍ଟେମ୍ବର ମାସରେ ପକେଇବ, ଏବେ ପକାଅନି, ତମ ସିଗ୍ନେଚର। ଏଇଟା ହେଲା ଫ୍ରଣ୍ଟ ପେଜ। ଫ୍ରଣ୍ଟ ପେଜ ଏମିତି ଫିଲ୍ଅପ୍ କରିବ, ସେମିତି DC2 ର ସମାନ ନେବେ। ଦେଖ DC1 ଦେଖ କେମିତି ସବୁ 1 1 ହେଇକି 2025 ହବ, ସେମିତି DC3 2 ର ସବୁ 2 2 ହେଇକି 2025 ହବ। ମୁଁ ଆଶା କରୁଛି ବୁଝିପାରିଲି। ଇଏ ହେଲା ଫ୍ରଣ୍ଟ ପେଜ ସଲ୍ୟୁସନ। ତ ସିମ୍ପଲି ବର୍ତ୍ତମାନ ତମମାନଙ୍କ ପାଇଁ ପିଲାମାନେ ମୁଁ ଗୋଟେ କଥା କହିବି, ତମମାନେ ଆକୁ କେମିତି ଆଭେଲ କରିବ। ପ୍ରଥମତଃ ପ୍ଲେ ଷ୍ଟୋରକୁ ଯାଇକି ଆମ ଆପ୍ଲିକେସନ ଡାଉନଲୋଡ କରିବ, ORSP କ୍ଲାସରୁମ। ନର୍ମାଲ ସାଇନ୍ ଅପ୍ ଓପନ କରିବ, ଦେଖିବ ହ୍ୱାଟ୍ସଆପ, ଦେନ୍ ଅଦର ମେଥଡ ଉପରେ ଟଚ୍ କରିବ, ମୋବାଇଲ ନମ୍ବର ମାରିବ। ମୋବାଇଲ ନମ୍ବର ମାରି ସାରିଲା ପରେ OTP ଆସିବ, ସାଇନ୍ ଅପ୍ ହେଇଗଲା, ନାଁ ପଚାରିବ, ମେଲ ଆଇଡି ପଚାରିବ, ଖତମ ହେଇଗଲା, ଲଗଇନ ହେଇଗଲା। ତମେ ତାପରେ ଷ୍ଟୋରକୁ ଯିବ, ସେଥିରେ ଗୋଟେ ଷ୍ଟୋର ସେକ୍ସନ ଅଛି ପିଲା। ଆପରେ 4ଟା ଅପସନ ଥିବ, ତଳେ ଥିବ ହୋମ, ଷ୍ଟୋର, ଚାଟ, ଫାଇଲ। ଷ୍ଟୋରକୁ ଯିବ, ଷ୍ଟୋରକୁ ଗଲେ ତମେ ଆସାଇନମେଣ୍ଟ 500 ଟଙ୍କା ଲେଖା ହେଇଛି ଆସାଇନମେଣ୍ଟ, ତମେ ଦେଖିଦିଅ ପିଲା। ଗୋଟେ ରିଫ୍ରେଶ କରିଦଉଛି, 500 ଟଙ୍କା ଆସାଇନମେଣ୍ଟ ଲେଖା ହେଇଛି। ବଟ୍ ମୁଁ ଇଗ୍ନୋ ସହିତ କଥା ହେଇଛି, ଇଗ୍ନୋ କହିବା କଥା ଆସାଇନମେଣ୍ଟ ଆସିବ 15 ତାରିଖରେ, ମାନେ ଏଇ 15 ତାରିଖ। କାରଣ ଏଇ 15 ତାରିଖରେ ତମର ଯୋଉଟା ନୂଆ ଆଡମିସନ ମାନେ ୱେବସାଇଟ ଚାଲୁ ହୋଇଛି, ମାନେ ରେଜିଷ୍ଟର କରିବା ପାଇଁ। ଆଡମିସନ ଚାଲୁ ହେଇଗଲାଣି, ବଟ୍ ୱେବସାଇଟ ଚାଲୁ ହୋଇଛି ରେଜିଷ୍ଟ୍ରେସନ କରିବା ପାଇଁ। କେତେ ତାରିଖରେ? 15 ତାରିଖରେ। ତ ଇଏ କ୍ଷେତ୍ରରେ ସେ 15 ତାରିଖ ଦିନ ହିଁ ତମର ଆସାଇନମେଣ୍ଟ ଆସିବ। ତ ଆମ ହାତରେ ଅଛି ଆଉ 4 ଦିନ। ଏ 4 ଦିନ ପାଇଁ ମୁଁ ଅଫର ଦେଇଛି। ତମର ଆସାଇନମେଣ୍ଟଟା ଯୋଉ ଟିକେ ତଳକୁ ପଳେଇ ଆସିବ, ତମର ଆସାଇନମେଣ୍ଟ ପାଇଯିବ। ଏଇ ଇଂଲିଶ ହିନ୍ଦୀ ଆସାଇନମେଣ୍ଟ ଏଇଠି ଦେଖିପାରୁଛ। ଧର ଇଂଲିଶ ତମେ ପରଚେଜ କରିବାକୁ ଚାହୁଁଛ, ଓପନ କର। ଏଥିରେ ତମେ ଦେଖିପାରିବ, ଆପରେ ବି ସେମ୍ ଜିନିଷ ପିଲା, ଷ୍ଟୋର ସେକ୍ସନରେ ଆସାଇନମେଣ୍ଟ ପାଇଯିବ। ଦେନ୍ କୋଡରେ ମୁଁ ତମକୁ ଗୋଟେ 200 ଟଙ୍କା ଆପ୍ଲାଏ କରିବାକୁ ଦେଇଛି, ଆପ୍ଲାଏ କରିଦେଲେ ତମକୁ 328 ଟଙ୍କା ପଡୁଛି। ଠିକ ଅଛି, 328 ଟଙ୍କା ପଡୁଛି। ତମେ ଆସାଇନମେଣ୍ଟ ବର୍ତ୍ତମାନ 200 ଟଙ୍କା ଅଫରେ ପରଚେଜ କରିପାରିବ। ଠିକ ଅଛି, ମାନେ ଟୋଟାଲ DC1 DC2 DC3 ସବୁ ଆସାଇନମେଣ୍ଟ ଏକାଥରେ କେତେ ଟଙ୍କାରେ ପରଚେଜ କରିପାରିବ ପିଲା? ମାତ୍ର 328 ଟଙ୍କାର। ବଟ୍ ଯେତେବେଳେ 15 ତାରିଖ ହେଇଯିବ, ଇଏ କୁପନ କଟିଯିବ, କାହିଁକିନା 15 ତାରିଖ ପର୍ଯ୍ୟନ୍ତ ଏ କୁପନ ଭ୍ୟାଲିଡ ଅଛି। 15 ତାରିଖ ଦେଖି ତମେ ଯଦି ଦେଖିବାକୁ ଚାହୁଁଛ 15 ତାରିଖ ପର୍ଯ୍ୟନ୍ତ ଭ୍ୟାଲିଡ ଅଛି, କେମିତି ଏଇଠି ଦେଖିବାକୁ ତମେ ଓପନ କର, ମାତ୍ର 3 ଦିନ। କାହିଁକିନା 3 ଦିନ ପରେ ତମର ଆସାଇନମେଣ୍ଟ ଆସିଯିବ, ସେତେବେଳେ 550 ଟଙ୍କା ପାଖାପାଖି ପଡିଯିବ ଆସାଇନମେଣ୍ଟ। ତ ତମେ ଯଦି ଏବେ ପରଚେଜ କରିଦେବ, ସେଇଦିନ ତମକୁ ଆସାଇନମେଣ୍ଟ ସଲ୍ୟୁସନ ସବୁ କିଛି ମିଳିଯିବ। ଭିଡିଓ ବି ଆଣିବି, ଡିଟେଲ କୋଶ୍ଚିନ୍ ବୁଝିବା, କାରଣ କୋଶ୍ଚିନ୍ ଗୁଡାକ ଏକ୍ସାମରେ ବି ଆସେ, ତ ତାକୁ ଆମକୁ ପଢିବାକୁ ବି ପଡିବ। ସୋ ମୁଁ ତା ପାଇଁ ଲାଇଭ କ୍ଲାସ ବି କରିବି, ତାକୁ ମୁଁ ତମକୁ ଗୋଟେ ସଲ୍ୟୁସନ ଲାଇଭ କ୍ଲାସ କରିବି। ମାନେ ତମେ ଖାଲି ଆଖି ବନ୍ଦ କରି ଲେଖନି, ମୁଁ ତମକୁ ବୁଝେଇବି, ପଢେଇବି, କାହିଁକି ନା ସେଇଠି ଏକ୍ସାମ ବି ପଡିବ। ତ ଏ କ୍ଷେତ୍ରରେ ତମେ ବର୍ତ୍ତମାନ 200 ଟଙ୍କା ଉପରେ ପରଚେଜ କରିଦିଅ। ତମର ଆସାଇନମେଣ୍ଟ ରେଡି ରହିଲା, 3 ଦିନ ପରେ ଆସିଯିବ। ଆସିଗଲା ପରେ ତମେ ଲେଖିପାରିବ। ଠିକ ଅଛି, ଫେୟାର ଏନଫ୍ ସବୁ କଥା କହିଦେଲି। ଦେନ୍ ଯଦି ରହିଲା ଆଉ ଅଲଗା କିଛି କୋର୍ସ କଥା, ଏ ଆସାଇନମେଣ୍ଟ କଥା କହିଲି, ହିନ୍ଦୀ ପିଲା ହିନ୍ଦୀରେ ପରଚେଜ କରିଦେବ, ଇଂଲିଶ ପିଲା ଇଂଲିଶ କରିଦେବ। ଯୋଉମାନେ ପରଚେଜ ମୋବାଇଲ ନମ୍ବର ଦେଲି ନା, ସେ ନମ୍ବରରେ ମେସେଜ କରି ମୋର ଫୋନ ପେ ନାହିଁ, ମୁଁ କେମିତି ପରଚେଜ କରିବି, ମୁଁ ସାର୍ ମୁଁ ଆପରେ ମୁଁ ନିଜେ ପରଚେଜ କରିପାରୁନି, ମତେ ହେଲ୍ପ କର, ମତେ ମେସେଜ କର, ଆଇ ୱିଲ ହେଲ୍ପ ୟୁ। ଓକେ, ଇଏ ହେଇଗଲା। ଦେନ୍ ତମକୁ ସାର୍ ମୁଁ ତ ଆସାଇନମେଣ୍ଟ କଥା ଆପଣ କହିଲେ, ମୁଁ ତ ଏବେ ଫାର୍ଷ୍ଟ ଟାଇମ ଭିଡିଓ ଦେଖୁଛି, ମୁଁ ପ୍ରୋଜେକ୍ଟ ଲାଇଭ କ୍ଲାସ କେମିତି କରିବି, କାହିଁକିନା ଆପଣ କହିଲେ ଯେ 80 to 90% ମାର୍କ ରଖିବାକୁ ପଡିବ, ଜବ୍ ଆସୁଛି। ତ 80 to 90% ମାର୍କ ରଖିବ ପ୍ରୋଜେକ୍ଟ ଏକାଥରେ ନା ସିମ୍ପଲି ତମେ ଯଦି 2025ରେ ଆଡମିସନ କରିଛ, 2025ରେ ତମେ ସବୁ କ୍ଲିୟର ହେଇଯିବା ଦରକାର, ଯାହାଦ୍ୱାରା କି 2026 ତମେ ଜବ୍ ପାଇଁ ଆପ୍ଲାଏ କରିପାରିବ। ତ ଏ କ୍ଷେତ୍ରରେ ତମକୁ ପ୍ରପର ୱେରେ ଯିବାକୁ ପଡିବ। 2020ରୁ ଆମେ ପଢୁଛୁ ପିଲାମାନଙ୍କୁ, ପ୍ରପର ୱେରେ ମୁଁ ତମମାନଙ୍କୁ ଡିଟେଲ୍ସ ଦେଇପାରିବି। ଠିକ ଅଛି, ତା ପାଇଁ ତମେ କଣ କରିବ? ପ୍ରଥମତଃ ଏଇ ଯୋଉ ଜାନୁଆରୀ 2025 କୋର୍ସ ତମେ ଦେଖିପାରୁଛ 2850 ଟଙ୍କା, ଆକୁ ଯଦି ମୁଁ ଭିତରକୁ ଯିବି ସମଥିଙ୍ଗ 2941 ଟଙ୍କା ହେଇଯିବ। ବଟ୍ ମନେ ରଖ, ମୁଁ ୟାକୁ କମ୍ପ୍ଲିଟଲି ବନ୍ଦ କରିଦେବି ଆଗକୁ, ମାନେ ବହୁତ ଜଲ୍ଦି କମ୍ପ୍ଲିଟଲି ବନ୍ଦ କରିଦେବି। ଆର କୋର୍ସ ପ୍ରାଇସ୍ ହେଇଯିବ ତମ 6000 ଟଙ୍କା। ସୋ ଦେଖିପାରୁଛ 6000 ଟଙ୍କା ହେଇଯିବ। ତ ସମସ୍ତଙ୍କୁ ରେକମେଣ୍ଡସନ, ଯଦି ଏବେ ଜଏନ ହବାକୁ ଚାହୁଁଛ, ଡାଇରେକ୍ଟ ଯାଇକି ଜଏନ ହେଇଯାଅ। ଦିଟାରେ ଜଏନ ହେଇଯାଅ, ଗୋଟେ ହଉଛି କୋର୍ସ, ଆଉ ଗୋଟେ ହଉଛି ପ୍ରୋଜେକ୍ଟ। ଯୋଉମାନେ ଯଦି ପ୍ରୋଜେକ୍ଟରେ ଜଏନ ହେବେ, ସବୁ ଜିନିଷ ଏଥିରେ ଦେଖି ଓପନ କରି ଦେଖ, ସବୁ ଜିନିଷ ଏଥିରେ ଅଛି। ତମେ ଯଦି ଜଏନ ହେଇଯିବ, ସବୁ ଜିନିଷ ଏଥିରେ ତମେ ପାଇଯିବ।
ଦେଖିପାରୁଛ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପ୍ରିଭିୟସ୍ କ୍ୱେଶ୍ଚିନ୍ ମୁଁ ଏଠି ଜଏନ୍ ହେଇଯିବି ନା ମତେ ସବୁ ଦେଖାଉଛି ଲାଇଭ୍ କ୍ଲାସ୍ ସବୁ ଜିନିଷ ଦେଖ ଲାଇଭ୍ କ୍ଲାସ୍ ବି ଯିବି ଦେଖ 10ଟା DC1 ର 30-33ଟା ୟୁନିଟ୍ 10ଟା ୟୁନିଟ୍ ପଢା ସରିଲାଣି DC2 ବି 10ଟା ୟୁନିଟ୍ ପଢା ସରିଲାଣି DC3 ବି 7ଟା ୟୁନିଟ୍ ପଢା ସରିଲାଣି ତାହାର ପରୀକ୍ଷା ବେସିସ୍ ରେ ଯୋଉ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସେଟା ପ୍ରୋଭାଇଡ୍ କରୁଛି କାରଣ ପରୀକ୍ଷା ପାଇଁ ବହୁତ ହେଲ୍ପଫୁଲ୍ হবে ଏଗୁଡା 5 ମାର୍କିଆ 10 ମାର୍କିଆ କ୍ୱେଶ୍ଚିନ୍ ପ୍ରୋଭାଇଡ୍ ହଉଛି ତମେ ଏଠି ପାଇଯିବ ତ ସିମ୍ପଲି ଏ କ୍ଷେତ୍ରରେ ତମେ ଜାନୁଆରୀ ବ୍ୟାଚ୍ ରେ ଏନରୋଲ ହେଇଯାଅ ପ୍ରୋଜେକ୍ଟରେ ଏନରୋଲ ହେଇଯାଅ ଆସାଇନମେଣ୍ଟ କରିଯାଅ ଏ ତିନିଟାରେ ଏନରୋଲ ହେଇଯାଅ ଓଭରାଲ ତମକୁ ଏବେ ଟିକେ ଅଧିକ ପଡୁଛି ନହେଲେ ଆଗକୁ ବହୁତ କିଛି ଡିସକାଉଣ୍ଟ ଥିଲା ଏବେ ଓଭରାଲ ହିସାବ କରିବାକୁ ଗଲେ ଆରାଉଣ୍ଡ 300 400 ଦେନ୍ ସେ 300 ତ ପାଖାପାଖି 3700 ପଡୁଛି ଗୋଟେ ବର୍ଷ 3700 ଦେଇକି ଗୋଟେ ବର୍ଷ ପଢୁଛ ପିଲା ବର୍ଷ ପରେ ବି ମୁଁ କହିଛି ତମର ଯଦି କ୍ଲିୟର ହେଲା ନା ବା କିଛି ହେଲା ମୁଁ ସେଠି ହେଲ୍ପ କରିବି ୱିଦାଉଟ୍ ଏନି କଷ୍ଟ ତ ସିମ୍ପଲି ତମ ହାତକୁ ସାର୍ଟିଫିକେଟ ମିଳିଲା ପରେ ଜବ୍ ମିଳିଲା ପରେ ବି ମୁଁ ତମକୁ ହେଲ୍ପ କରୁଛି ଆଉ ଜବ୍ ରିଲେଟେଡ୍ କ୍ଲାସ୍ ଏବେ ଫ୍ରିରେ ପ୍ରୋଭାଇଡ୍ କରୁଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପ୍ରିଭିୟସ୍ କ୍ୱେଶ୍ଚିନ୍ ବି କ୍ଲାସ୍ ଫ୍ରିରେ ପ୍ରୋଭାଇଡ୍ କରୁଛି ତ 3700 ରେ ତମେ ଆରାଉଣ୍ଡ 15 ମାସ 2 ବର୍ଷ ଆମ ପାଖରେ ପଢିବ ମାନେ ମାସକୁ 100-200 ଟଙ୍କା ବି ପଡିଲାନି ତ ସିମ୍ପଲି ବହୁତ ବଢିଆ ଆଫୋର୍ଡେବଲ ରେଟରେ କରାଯାଇଛି ତିନିଟାରେ ଏନରୋଲ ହେଇଯାଅ ବା ତମେ ଯଦି ଏନରୋଲ ହେଇପାରୁନ ଫୋନ ପେ ପ୍ରୋବ୍ଲେମ XYZ କିଛି ବି ମତେ ମୋ ନମ୍ବର ଦେଇଛି ମତେ ମେସେଜ କର ମୁଁ ତମକୁ ଏନରୋଲ କରାଇଦେବି and କ୍ଲାସରେ ଏନରୋଲ କ୍ଲାସ ବଢି ଯାଉଛି ଓକେ ସୋ ଭିଡିଓକୁ ଚାରିଆଡକୁ ସେୟାର କରିବ ହଁ ଯୋଉମାନେ ଯଦି ନୂଆ ଆଡମିସନ କରିବାକୁ ଚାହୁଁଛନ୍ତି ସେଇ ନମ୍ବରରେ ମେସେଜ କରିବ ମୋ ନମ୍ବର ଅଲରେଡି ଷ୍ଟାର୍ଟିଂ ରେ ଦେଖେଇଥିଲି ମୁଁ ଏବେ ବି ଆଉ ଥରେ ଦେଖିବାକୁ ଚାହିଁବି ହଁ ଆମର ହ୍ୱାଟ୍ସଆପ ଗ୍ରୁପ ଅଛି ଆମର ଟେଲିଗ୍ରାମ ଗ୍ରୁପ ଅଛି ସବୁ ଅଛି ହ୍ୱାଟ୍ସଆପ ଗ୍ରୁପରେ ଜଏନ୍ ହବା ପାଇଁ ବି ଏଇ ନମ୍ବରରେ ମତେ ମେସେଜ କରି ମୁଁ ହ୍ୱାଟ୍ସଆପ ଗ୍ରୁପରେ ବି ତମମାନଙ୍କୁ ଜଏନ୍ କରିଦେବି ଓକେ ସୋ ଥ୍ୟାଙ୍କ ୟୁ ଆଣ୍ଡ ବି ରେଗୁଲାର ଯଦି ମୋ ସହିତ ଆମ ସହିତ ଜଏନ୍ ହେଇସାରିଛ ଯଦି ଜଏନ୍ ହେଇନ ଜଏନ୍ ହେଇଯାଅ ତମମାନଙ୍କ ପାଇଁ ବହୁତ ହେଲ୍ପଫୁଲ ହବ ଥ୍ୟାଙ୍କ ୟୁ